ରାମାୟଣ ଆମ ଜୀବନର ଗୋଟିଏ ମହତ୍ୱପୂର୍ଣ୍ଣ ଅଙ୍ଗ। ଆମ ସହିତ ସେ ଓତପ୍ରୋତ ଭାବେ ଜଡ଼ିତ। ସେହି ରାମାୟଣରୁ ଦୁଇଟି ବିଶ୍ୱାସର କାହାଣୀ କହୁଛି, ଶୁଣନ୍ତୁ। ରାମାୟଣର ଅନେକ କଥା ମଧ୍ୟରୁ ଏ ଦୁଇଟି ଲଘୁ କଥା ସମ୍ପୂର୍ଣ୍ଣ ଭିନ୍ନ। ଯେତେବେଳେ ଦଶରଥଙ୍କ ଭକ୍ତି ଓ ସମର୍ପଣକୁ ଅନୁଭବ କରି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଦଶରଥଙ୍କୁ ତାଙ୍କ ଭକ୍ତିର ଅଭିପ୍ରାୟ ପଚାରିଲେ, ସେତେବେଳେ ଦଶରଥ କିଛି ଉତ୍ତର ଦେଇନଥିଲେ। ପ୍ରଭୁ ନିଜ ଆଡୁ ପୁଣି କହିଲେ, କଣ ଚକ୍ରବର୍ତ୍ତୀ ସମ୍ରାଟଙ୍କୁ ସବୁଦିନ ପାଇଁ ଏ ମାଟିଘଟା ଚକ୍ର ଖେଳରୁ ମୁକ୍ତ ହୋଇ ବୈକୁଣ୍ଠରେ ସ୍ଥାନ ଆବଶ୍ୟକ କି? ଦଶରଥ ମହାରାଜ ବଡ଼ ସରଳ ଆଉ ସୁନ୍ଦର ଏବଂ ଅନନ୍ୟ ଉତ୍ତର ଦେଇ କହିଥିଲେ ଯେ, ମୋ କୋଳ ତ ବୈକୁଣ୍ଠ। ପ୍ରଭୁ ତାଙ୍କୁ ଅବୁଝା ଦୃଷ୍ଟିରେ ଚାହିଁ ରହିଲେ। ଦଶରଥ କହିଲେ, ବୁଝିପାରୁନାହାନ୍ତି ପ୍ରଭୁ, ଯେଉଁଠି ବୈକୁଣ୍ଠ ବିହାରୀ ସେଇ ତ ବୈକୁଣ୍ଠ ନା, ଅର୍ଥାତ୍ ମୋ ଘର ତ ବୈକୁଣ୍ଠ। ତେବେ ମୁଁ ବୈକୁଣ୍ଠର ଅଭିପ୍ରାୟ କାହିଁକି ରଖିବି? ମୁଁ ତ ଅଭିପ୍ରାୟ ରଖେ ଏମିତି ସବୁ ଅବସରକୁ ଯେତେବେଳେ ଧରାପୃଷ୍ଠକୁ ପ୍ରଭୁ ଆସିବାର ଏକମାତ୍ର ମାଧ୍ୟମ ମତେ କରିବେ। ଆଉ ଉଦ୍ଦେଶ୍ୟ ତେଣିକି ଯାହା ବି ହୋଇଥାଉ, ମୁଁ ଯେଉଁଠି ରହିବି ବୈକୁଣ୍ଠ ବିହାରୀ କିନ୍ତୁ ସେଠାକୁ ଆସିବେ ମୋ କୋଳକୁ ବୈକୁଣ୍ଠ କରିବା ପାଇଁ। ଜୟ ଶ୍ରୀରାମ। ଦ୍ୱିତୀୟ କଥା, ସୀତାମାତାଙ୍କ ହରଣ ପରେ ଯୁଦ୍ଧ ଯେତେବେଳେ ଅବସମ୍ଭାବୀ ହୋଇପଡ଼ିଲା ଏବଂ ଯୁଦ୍ଧ ପାଇଁ ସବୁ ପ୍ରସ୍ତୁତ ହୋଇସାରିବା ପରେ ମଧ୍ୟ ପ୍ରଭୁ ସମ୍ଭାବ୍ୟ ଯୁଦ୍ଧକୁ କାଳେ ଟାଳି ହେବ ସେଇ ଚେଷ୍ଟାରେ ଅଙ୍ଗଦ ହାତରେ ପ୍ରସ୍ତାବ ଦିଆଇ ପଠାଇଲେ କି ରାବଣକୁ କହିବ ମାତା ସୀତାଙ୍କୁ ସସମ୍ମାନେ ଫେରାଇ ଦେଇ ନିଜର ଅକଣ୍ଟକ ରାଜ୍ୟକୁ ସେ ଉପଭୋଗ କରୁ। ଯେତେବେଳେ ଅଙ୍ଗଦ ରାବଣର ରାଜସଭାରେ ପ୍ରଭୁଙ୍କ ଉଦ୍ଦେଶ୍ୟ ବୁଝାଇ କହିଲା ଯେ ଯୁଦ୍ଧକୁ ଟଳାଇ ଦେବାର ଶେଷ ଅବସରକୁ ରାବଣ ଗ୍ରହଣ କରି ନିଜର ଅକଣ୍ଟକ ରାଜ୍ୟ ଉପଭୋଗ କରୁ, ସେତେବେଳେ ରାବଣ ଅଙ୍ଗଦକୁ ଉପହାସ କରି କହିଲା, ମୋ ସୈନ୍ୟ ଓ ତାଙ୍କର ରଣନୀତିକୁ ଦେଖିବା ପରେ ସତରେ କଣ ଅଙ୍ଗଦ ତମକୁ ଲାଗୁଛି ସେ ବନବାସୀ ରାମ ଯୁଦ୍ଧରେ ବିଜୟ ଲାଭ କରିବ? ତମର ତମ ପିତୃହନ୍ତା ବନବାସୀ ରାମ ଉପରେ ଏତେ ବିଶ୍ୱାସ କାହିଁକି? ମୋ ଶକ୍ତି ପାଖରେ, ମୋ ସୈନ୍ୟବଳ ପାଖରେ କିଛି ସମୟ ବି ଦଣ୍ଡାୟମାନ ହୋଇ ଯୁଦ୍ଧ କରିପାରିବ ସେ ବନବାସୀ? ଜିତିବା ନ ଜିତିବା ତ ପରର କଥା। ତମକୁ କଣ ସତରେ ଅଙ୍ଗଦ କଥା ଲାଗୁଛି? ଅଙ୍ଗଦ ରାବଣ ସଭା ଦୋହଲାଇ ଅଟ୍ଟହାସ୍ୟ କରି କହିଲା, ତୁ କଣ ଜାଣିବୁ ପ୍ରଭୁଙ୍କ କ୍ଷମତା ବିଷୟରେ? ତତେ ଯିଏ କାଖରେ ଯାକି 7 ଦିନ ଭ୍ରମଣ କରିଥିଲା ତାଙ୍କୁ ଯଦି ସେ ଗୋଟିଏ ତୀରରେ ମାରିଦେଲେ ଭାବୁଛୁ ତୋ ଅବସ୍ଥା ସେ କଣ କରିପାରିବେ? ସର୍ବଶକ୍ତିମାନ ହୋଇ ବି ସନ୍ଧିର ପ୍ରସ୍ତାବ ଯିଏ ଦେଇପାରନ୍ତି ସେ ହେଉଛନ୍ତି ପ୍ରଭୁ। ସେ ପ୍ରଭୁଙ୍କ କଥା କଣ କହିବି? ତେଣୁ ମୁଁ କହୁଛି, ପ୍ରଭୁଙ୍କ ପ୍ରସ୍ତାବରେ ରାଜି ହୋଇଯାଇ ଜୀବିତ ରହି ନିଜ ସାମ୍ରାଜ୍ୟର ପରିଚାଳନା କର ଆଉ ସୁଖରେ ଚଳ। ସଭାରେ ଥିବା ଅନ୍ୟ ରାକ୍ଷସମାନେ ହସି ହସି କହିଲେ, ମହାରାଜ, ଯୁଦ୍ଧରେ ହାରିବାର ଭୟ ଏ ସନ୍ଧି ପ୍ରସ୍ତାବର ପରିଚାୟକ ନୁହେଁ ତ? ଆମକୁ ତ ସେଇଭଳିଆ ବୋଧ ହେଉଛି। ନହେଲେ ଶେଷ ମୁହୂର୍ତ୍ତରେ ସନ୍ଧି ପ୍ରସ୍ତାବ କୌଣସି ବୀର ପୁରୁଷକୁ କଣ ଶୋଭା ଦିଏ? ଏତିକି ଶୁଣି ରାକ୍ଷସମାନେ ଆହୁରି ହସିଲେ। ଅଙ୍ଗଦ ତାଙ୍କ ସହିତ ତାଳ ଦେଇ ହସିଗଲା, ଆଚ୍ଛା, ଏମିତି ବୀର ଏଠାରେ ସତରେ କଣ ଅଛନ୍ତି ଯେ ପ୍ରଭୁଙ୍କର ଦାସକୁ ବି ପରାସ୍ତ କରିପାରିବ? ମାତା ସୀତାଙ୍କୁ ଠାବ କରିବା ଛଳରେ ଲଙ୍କାଗଡ଼କୁ ପୋଡ଼ି ଛାରଖାର କରିଦେଇଥିବା ତାଙ୍କର ସାମାନ୍ୟ ଦୂତକୁ ପରାସ୍ତ କରିବା ପାଇଁ ଯାଇ ପ୍ରିୟପୁତ୍ରକୁ ହରାଇବାର ସେ ଦୁଃଖ ସତରେ କଣ ରାବଣ ପାଶୋରି ଯାଇଛି? ଅଙ୍ଗଦ କହିଲେ, ବିଶ୍ୱାସ, ସମ୍ପୂର୍ଣ୍ଣ ବିଶ୍ୱାସ ପ୍ରଭୁଙ୍କ ଉପରେ ମୋର ଅଛି। ତଥାପି ସଭାସଦମାନଙ୍କୁ ଜଣାଇବା ପାଇଁ ମୁଁ କହୁଛି। ଏତିକି କହି ଅଙ୍ଗଦ ରାଜସଭାରେ ନିଜର ଗୋଟାଏ ଗୋଡ଼ ଆଗକୁ କାଢ଼ି ପକାଇ ଦେଇ ଜୟ ଶ୍ରୀରାମ କହି କହିଲା, ବିଶ୍ୱାସ କଥା କହୁଥିଲୁ ନା ରାବଣ? ଏବେ ଶୁଣ, ତୋ ସଭାର କୌଣସି ଗୋଟିଏ ଯୋଦ୍ଧା ବି ମୋ ଗୋଡ଼କୁ ଏଠାରୁ ଯଦି ଉଠାଇ ଦେବ, ତେବେ ମୋ ପ୍ରଭୁ ଯୁଦ୍ଧ ବନ୍ଦ କରି ତୋର ବଶ୍ୟତା ସ୍ୱୀକାର କରି ଫେରିଯିବେ। ଏହା ହେଉଛି ପ୍ରଭୁଙ୍କ ଉପରେ ଏ ଦାସ ଅଙ୍ଗଦର ବିଶ୍ୱାସ ଏବଂ ଏ ରାଜସଭାରେ ଅଙ୍ଗଦର ବଚନ। ଆଉ ବିଶ୍ୱାସ ଏହା ଯେ କେହି ବି ମୋ ପାଦକୁ ଏଠାରୁ ହଲାଇ ଦେବାର କ୍ଷମତା ବି ରଖିନାହାନ୍ତି। ସାମାନ୍ୟ ମନେକରି ଅନେକ ଯୋଦ୍ଧା ନିଜକୁ ଉପହାସର ପାତ୍ର କରିଥିଲେ ରାଜସଭାରେ। ସେ ବୀରମାନଙ୍କ ମଧ୍ୟରେ ଇନ୍ଦ୍ରଜୟୀ ବୀର ଇନ୍ଦ୍ରଜିତ ବି ଥିଲେ। ସମସ୍ତେ ହାର ମାନିଯିବା ପରେ ରାବଣ ଯେତେବେଳେ ସିଂହାସନରୁ ଉଠି ଆସିଲା, ସେତେବେଳେ ଅଙ୍ଗଦ ଗୋଡ଼କୁ ପଛକୁ ଫେରାଇ ଆଣି କହିଲା,
ଏବେ ବି ବୁଝିପାରୁନ ରାକ୍ଷସ ରାଜା କି ପ୍ରଭୁଙ୍କର ଗୋଟିଏ ସାମାନ୍ୟ ଦୂତ ତତେ ସିଂହାସନରୁ ଉଠାଇ ଦେବାର କ୍ଷମତା ରଖିଛି। ସେ ବି ବିନା ଅସ୍ତ୍ରଶସ୍ତ୍ର ଧାରଣ କରି। ଭାବି ପାରୁଛୁ ମୋ ପ୍ରଭୁଙ୍କର କ୍ଷମତା କେତେ ହୋଇଥିବ? ମୋ ପ୍ରଭୁ କଣ ହୋଇଥିବେ? ସେ କଣ କରିପାରିବାର କ୍ଷମତା ରଖିଥିବେ? ତୋର ସିନା ମର୍ଯ୍ୟାଦା ନାହିଁ, ମୋ ପ୍ରଭୁ ତ ସାକ୍ଷାତ ମର୍ଯ୍ୟାଦା ସ୍ୱରୂପ। ମୁଁ ଚାହିଁବି ନାହିଁ କି ମୋ ଗୋଡ଼ ହଲାଇ ପାରୁନଥିବା ଗୋଟେ ସାମାନ୍ୟ ରାକ୍ଷସ ସହ ମୋ ପ୍ରଭୁ ଯୁଦ୍ଧ କରି ତାଙ୍କର ମର୍ଯ୍ୟାଦା ହାନି କରନ୍ତୁ। ଅର୍ଥାତ୍ ମୁଁ ତତେ ମୋ ଗୋଡ଼ ସ୍ପର୍ଶ କରିବାକୁ ଦେବି ନାହିଁ। ମରଣକୁ ସ୍ୱୀକାର କରିବାକୁ ନିଜକୁ ପ୍ରସ୍ତୁତ କରି ରଖ। ଏହା କହି ସେଠାରୁ ଜୟ ଶ୍ରୀରାମର ନାରା ଲଗାଇ ଅଙ୍ଗଦ ଫେରି ଆସିଥିଲା ଯୁଦ୍ଧ ଅନିବାର୍ଯ୍ୟର ସୂଚନା ଧରି। ଜୟ ଶ୍ରୀରାମ।